ମାଉସୀ ନମସ୍କାର। ଆପଣଙ୍କର ବୟସ କେତେ ହେବ? 105 ବର୍ଷ କି 6 ବର୍ଷ। ଆପଣ କେମିତି ଅଛନ୍ତି ଏବେ? ଭଲ ଅଛି ଆଉ। ଖୁସି ଅଛନ୍ତି ତ? ହଁ। ଆପଣ ଖାଇବା ପିଇବା କ'ଣ କେମିତି ସକାଳୁ ସନ୍ଧ୍ୟାବେଳେ ଖରାବେଳେ? ସକାଳୁ ଚାହା ଖାଏ, ଆଜ୍ଞା ସେଠୁ ଜଳଖିଆ କରେ, ଆଜ୍ଞା। ସେଠୁ ଗୋଟାକୁ ଆପଣ ଭାତ ଆପଣ ଖାଏ। ଦିନ ବେଳା ପଖାଳ ବି ଖାଆନ୍ତି? ଅ? ପଖାଳ ଭାତ ବି ଖାଆନ୍ତି? ରାତିକି ଖାଏ। ରାତିରେ ପଖାଳ ଭାତ ଏତେ ହଁ। ବୟସ ହେଲା ସୁଦ୍ଧା ବି ଆପଣ ପଖାଳ ଭାତ ଖାଉଛନ୍ତି? ପଖାଳ। ଆଉ ଆପଣଙ୍କର ଦେହ କେମିତି କ'ଣ ଅଛି? ଦେହ ଭଲ ମୋର ଅଛି, କିଛି ଆପଣଙ୍କର ଏବେ ଯିଏ ଖରାପ। ସେବା କରୁଛନ୍ତି ଗୋଡ଼ ଘଷି ଦେଉଛନ୍ତି ସିଏ କ'ଣ ହେବେ ଆପଣଙ୍କର? ବୋହୂ। ସିଏ ଆପଣଙ୍କର ବୋହୂ ହେବେ? ବୋହୂ ସିଏ। ମାଉସୀ ଆପଣଙ୍କ ବୟସ କେତେ ହେବ? ମତେ ଆଜ୍ଞା। ମତେ 70 କି 75 କେତେ ହେଲାଣି ହିସାବ ନାହିଁ କିଛି। ଇଏ ଆପଣଙ୍କର ଶାଶୁ ହେବେ? ହଁ, ଇଏ ଆମ ଶାଶୁ। ଆପଣ ତାଙ୍କ ସେବା କେତେ ବର୍ଷ ହେଲା କରୁଛନ୍ତି? 10 ବର୍ଷ ହେଲାଣି। 10 ବର୍ଷ ହେଲାଣି କରୁଛି ଯେ ସିଏ ଆଗରୁ ନିଜେ ଚଳପ୍ରଚଳ ଥିଲେ। ଆଜ୍ଞା ଆଗରୁ ନିଜ କାମ ନିଜେ କରୁଥିଲେ। ଆଉ ମୁଁ ତାଙ୍କୁ ଘଷାଘଷି କରୁନଥିଲି। ସେ ନିଜେ ନିଜେ ତେଲ ଫେଲ ଘଷାଘଷି ହୁଅନ୍ତି, କିନ୍ତୁ ଏବେ ଆଉ ପାରୁନାହାନ୍ତି। ତେଣୁ ଏ କାମ ଗୁଡ଼ା ମୋତେ କରିବାକୁ ପଡ଼ୁଛି ଆଉ। ନିତ୍ୟ କାମ ନିଜେ କରୁଛନ୍ତି ସେ? ନିଜ କାମ ପାରୁନାହାନ୍ତି ଆଉ। ଆପଣ ତାଙ୍କୁ ସେବା ହଁ, କରୁଛନ୍ତି? କରିବାକୁ ପଡ଼ୁଛି ଆଉ କ'ଣ କରାଯିବ ଆଉ। ଆଜ୍ଞା। ଆଉ ଖାଇବା ପିଇବାରେ କ'ଣ କେମିତି? ଖାଇବାରେ ସେ ସକାଳୁ ଖାଆନ୍ତି ଚାହା, ଆଜ୍ଞା ତାପରେ 8ଟା 9ଟା ବେଳକୁ ସେ ଜଳଖିଆ ଖାଆନ୍ତି। ଜଳଖିଆରେ କେଉଁଦିନ ବରା, କେଉଁଦିନ ପେଟିସ୍ଟା ବେଶୀ ଭଲ ପାଆନ୍ତି। ଆଜ୍ଞା ପାଉରୁଟି ପେଟିସ୍ଟା କଅଁଳିଆଟା ସେଇଟା ସେ ବେଶୀ ଭଲ ପାଆନ୍ତି। ଆଜ୍ଞା। ଆଉ ପ୍ରାୟ ସମୟ ମୁଢ଼ି ବି ଖାଆନ୍ତି। ଆଉ ତାପରେ 8ଟା ବେଳେ ଯାହା ହେଇଥାଏ ଖାଆନ୍ତି। ଆଉ ରାତିକି କିନ୍ତୁ ତାଙ୍କର ଗୋଟେ ହେଉଛି କ'ଣ ନା ପଖାଳ, ଗୋଟେ ବାଇଗଣ ପୋଡ଼ା ହେଇଥିବ, ନହେଲେ କ'ଣ ଆଳୁ ଟିକେ ଭଜା ହେଇଥିବ। ତାଙ୍କର ଫେଭରାଇଟ୍ ହେଉଛି ଛତୁ। ଏତେ ବର୍ଷ ପରେ ବି କିଛି ରୋଗ ଫୋଗ? କିଛି ରୋଗ ନାହିଁ, ଗୋଟେ ବଟିକା ବି ସେ ଖାଉନାହାନ୍ତି। ନା ଆପଣ ଦେଖିପାରୁଥିବେ 106ରୁ 107 ବର୍ଷ। ହଁ, ତାଙ୍କର ଇଏ ହେଉଛନ୍ତି 10ଟି ପିଲାର ମା। ଆଜ୍ଞା 10ଟି ପିଲାର ମା। ତାଙ୍କର ନାତି ନାତୁଣୀ ସେ କ'ଣ ଅଣିନାତି ପଣିନାତି ଦେଖି ସାରିଲେଣି। ଆଜ୍ଞା ଆଉ ମୁଁ ହେଉଛି ତାଙ୍କର ତୃତୀୟ ନମ୍ବର ପୁଅର ବୋହୂ। ଆଜ୍ଞା। ଆଗରୁ 2 ଜଣ ଝିଅ ଅଛନ୍ତି, ତ ତୃତୀୟ ନମ୍ବର ବୋହୂ। ମୋ ନାତୁଣୀ ବାହା ହେବାକୁ ହେଲାଣି, ଏ ବର୍ଷ ବାହାଘର ହେବ। ତେଣୁ ତାଙ୍କ ବୟସ କେତେ ଏଥିରୁ ଅନୁମାନ କରନ୍ତୁ। ତଥାପି ମାଉସୀ ସୁସ୍ଥ ଅଛନ୍ତି ଏବଂ ସୁସ୍ଥ, ବହୁତ ସୁସ୍ଥ ଅଛନ୍ତି। ନିଜେ ବି ଆଉ କଥା ତାଙ୍କର କହିପାରୁଛନ୍ତି? ସେବା ଟିକେ ସିଏ ଆଉ କେଉଁଠିକି ଯିବା ପାଇଁ ରାଜି ହେଉନାହାନ୍ତି। ତାଙ୍କର 10ଟା ପିଲା ଥିଲେ ବି ଆଜ୍ଞା ଆଉ କେଉଁଠିକି ସେ ଯିବାକୁ ରାଜି ହେଉନାହାନ୍ତି। ସେ କହୁଛନ୍ତି ନାଇଁ, ମୋ କାମ ତମେ କେହି କରିପାରିବନି, ମୁଁ କେଉଁଠିକି ଯିବିନି। ଆଉ ମୋ ପାଖରେ ଯେତେବେଳେ ଅଛନ୍ତି, ଆଉ ମୁଁ ତାଙ୍କ କାମ କରିବାକୁ ପଡ଼ୁଛି। ମୋତେ ଏତେ ବୟସ ହେଲାଣି, ଆଉ ଘର କାମ ଏଠି ତ ଆମେ ଆଉ କେହି ନାହାନ୍ତି, ଆମେ 3 ଜଣ ଅଛୁ। ମୋ ଶାଶୁଟି ଆଉ ମୋ ସ୍ୱାମୀ, ଆଜ୍ଞା। ଆପଣମାନେ ଦେଖିପାରୁଥିବେ ଶାଶୁ ଆଉ 3 ଜଣ ଆଉ ଅଛୁ। ବୟସ ଭିତରେ ଆଉ ମୋତେ କରିବାକୁ ପଡ଼ୁଛି। ଆଉ ଘର କାମ ସହିତ ବି ଶାଶୁଙ୍କର ସବୁ କାମ କରିବାକୁ ପଡ଼ୁଛି। ଅଧିକ ହେତୁ ବି ସେ ନିଜର ଆଉ ସେବା ସେ କରୁଛନ୍ତି। ରାତିରେ ଟିକେ ତେଲ ନହେଲେ ତାଙ୍କ ରାତିରେ ଆଉ ଶୋଇପାରିବେନି। ତା ଆଜ୍ଞା ଗୋଡ଼ ହାତ ବିନ୍ଧା ହେବ। ତେଣୁ ସବୁଦିନ ତାଙ୍କୁ ଟିକେ ତେଲ ମାଲିସ କରିବାକୁ ପଡ଼ୁଛି। ଆଜ୍ଞା ସେ ନିଜେ ନିଜେ ଆଗରୁ ମାରି ହେଉଥିଲେ, କିନ୍ତୁ ଏବେ ଆଉ ପାରୁନାହାନ୍ତି। ଆଉ ଏତେ ବୟସ ହେଇଗଲାଣି, ଆଉ ପାରୁନାହାନ୍ତି। ତେଣୁ କରିକି ତାଙ୍କୁ ଆମେ ସେତିକି ଯତ୍ନର ସହିତ ରଖିବାରୁ ରୋଗ ତାଙ୍କର କିଛି ନାହିଁ, କିଛି ଔଷଧ ଆମକୁ ଦେବାକୁ ପଡ଼ୁନି, ଆଜ୍ଞା କିନ୍ତୁ ଟିକେ ସେବା କରିବାକୁ ପଡ଼ୁଛି ଆଉ। ଆଜ୍ଞା ଏମିତି। ତେଣୁ ମୁଁ ଗୋଟେ ସବୁ ଜନସମାଜକୁ କହିବି ଯେ ଆପଣମାନେ ସମସ୍ତେ, ଯେ ଗୋଟେ ଏମିତି ଆମର କଥା ଅଛି, ଏମିତି ଦେବତା ଅଛି କାହିଁ ହାତ ପ୍ରସାରି ମାଗି ଖାଇ। ଯେ ଇଏ ଦେବତା ହେଉଛନ୍ତି ହାତ ପ୍ରସାରି ମାଗୁଛନ୍ତି, ଆଉ ଆଜ୍ଞା ମୋତେ ଖାଇବାକୁ ଦିଅ। ଆଉ ତାଙ୍କୁ ଏଇ ଅବସ୍ଥାରେ ଖାଇବାକୁ ନ ଦେଇକି, ସେବା ନ କରିକି, ସେ ମଲା ପରେ 1000 ବ୍ରାହ୍ମଣ ଆମେ ଖାଇଲେ କିଛି ବି ଲାଭ ନାହିଁ। ତେଣୁ ଜନସମାଜ ଗୋଟେ ସଚେତନ ହୁଅନ୍ତୁ, ନିଜ ବାପା ମାଆଙ୍କୁ ସେବା କରନ୍ତୁ। ସେ ମରିବା ଆଗରୁ ତାଙ୍କୁ ମାରନ୍ତୁନି, ସେ ମରିବା ଆଗରୁ ତାକୁ ମାରି ଦିଅନ୍ତୁନି, କି ନିଜେ ରଖନ୍ତୁ ପାଖରେ। କୌଣସି ଜରାଶ୍ରମକୁ ଛାଡ଼ନ୍ତୁନି। ଜରାଶ୍ରମରେ ବାପା ମା କେମିତି ରହୁଛନ୍ତି ଆପଣମାନେ ଜାଣିପାରୁନାହାନ୍ତି। ତେଣୁ ନିଜର କର୍ତ୍ତବ୍ୟ ଭାବିକି ନିଜ ବାପା ମାଆଙ୍କୁ ସେବା କରନ୍ତୁ। ଆଉ ଆପଣଙ୍କ ପାଖରେ ତାଙ୍କର ଜୀବନ ଯାଉ, ଆପଣ ଖୁସି ହେବେ, ସିଏ ବି ଖୁସି ହେବେ, ଭଗବାନ ବି ଆପଣଙ୍କୁ ଆଶୀର୍ବାଦ ଦେବେ। ବାପା ମାଆଙ୍କ ଆଶୀର୍ବାଦ ପାଇଲେ ପିଲାମାନେ ସବୁ ଶାନ୍ତିରେ ରହନ୍ତି। ତେଣୁ ଆପଣମାନେ ମୋତେ ଦେଖିକି, ମୋର ବୟସ ଯାହା, ମୋର ବୟସ ଯେତିକି, ମୁଁ ନିଜ କାମ କରିକି ବି ଶାଶୁଙ୍କର କାମ କରୁଛି। ଶାଶୁ ମୋ ଉପରେ ସେତିକି ଶାନ୍ତି ଅଛନ୍ତି ବୋଲି ଆଉ କେଉଁଠିକି ଯିବାକୁ ବି ରାଜି ହେଉନାହାନ୍ତି।
ସମସ୍ତଙ୍କୁ ତାଙ୍କ ଝିଅମାନେ ଡାକିଲେ କହୁଛନ୍ତି ନାଇଁ ନାଇଁ ମୋ କାମ ତମେ କେହି କରିପାରିବନି, ମୁଁ ଯିବିନି। ତେଣୁ ଆପଣମାନେ ସମସ୍ତେ ସଚେତନ ହୁଅନ୍ତୁ। ଆଉ ବାପା ମାଆଙ୍କୁ ଜରାଶ୍ରମକୁ ପଠାନ୍ତୁନି। ଆପଣ ଯାହା ଖାଉଛନ୍ତି ତାଙ୍କୁ ସେମିତି ଦେଇକିରି ଖୁସିରେ ମରିବାକୁ ଦିଅନ୍ତୁ, ସେମାନେ ଖୁସିରେ ମରନ୍ତୁ। ଏତିକି ମୋର ଜନସାଧାରଣଙ୍କୁ ନିବେଦନ ଯେ ବାପା ମାଆଙ୍କୁ କେହି ଅଶାନ୍ତି କରନ୍ତୁନି କି ଜରାଶ୍ରମକୁ ପଠାନ୍ତୁନି। ଯାହା ଆପଣଙ୍କ ଘରେ ଅଛି ଆପଣ ନିଜେ ଖାଇକି ବାପା ମାଆଙ୍କୁ ଶାନ୍ତିରେ ରଖନ୍ତୁ। ଆଉ ସେମାନେ କିନ୍ତୁ ଶାନ୍ତିରେ ଟିକେ ମରିବେ ସେଇ ଚିନ୍ତା କରନ୍ତୁ। କହୁଛି ଯେ ମୋ ବୟସ ଦେଖନ୍ତୁ, ମୋତେ ଆସିକି 70 କି 72 ହେବଣି, ତଥାପି ବି ମୁଁ ତାଙ୍କ ସେବାରେ ଲାଗିଛି। ଘର କାମ ରୋଷେଇବାସ ସବୁ କରିବା ସାଥିରେ ତାଙ୍କ ସେବାରେ ଲାଗିଛି। ଆଉ ଅଧିକା କ'ଣ